ଯୋହନ 5। ଏହାପରେ ଇହୁଦୀମାନଙ୍କର ଗୋଟିଏ ପର୍ବରେ ଯୋଗ ଦେବା ପାଇଁ ଯୀଶୁ ଜେରୁସାଲେମକୁ ଗଲେ। ସେଠାରେ ମେଷଦ୍ୱାର ନିକଟରେ ବେଥଜାଥା ନାମକ ଗୋଟିଏ ପୁଷ୍କରିଣୀ ଥିଲା। ପୁଷ୍କରିଣୀର 5ଟି ମଣ୍ଡପ ଥିଲା ଏବଂ ଏହି ମଣ୍ଡପଗୁଡ଼ିକ ଉପରେ ଅନେକ ରୋଗୀ, ଅନ୍ଧ, ଛୋଟା ଓ ପକ୍ଷାଘାତୀମାନେ ପଡ଼ି ରହିଥିଲେ। ସେମାନଙ୍କ ମଧ୍ୟରେ 38 ବର୍ଷ ଯାଏ ଅସୁସ୍ଥ ଥିବା ଜଣେ ରୋଗୀ ଥିଲା। ଯୀଶୁ ସେଠାରେ ତାକୁ ପଡ଼ି ରହିଥିବା ଦେଖି ଜାଣିପାରିଲେ ଲୋକଟି ବହୁ ବର୍ଷ ଧରି ପୀଡ଼ିତ ଥିଲା। ତେଣୁ ସେ ତାକୁ ପଚାରିଲେ, ତୁମେ କ'ଣ ସୁସ୍ଥ ହେବାକୁ ଚାହଁ? ରୋଗୀଟି ଉତ୍ତର ଦେଲା, ଆଜ୍ଞା, ପାଣି ଚହଲିଲା ବେଳେ ପୁଷ୍କରିଣୀ ପାଖକୁ ନେଇଯିବା ପାଇଁ ମୋର କେହି ନାହିଁ। ମୁଁ ଯିବାକୁ ଚେଷ୍ଟା କରିବା ବେଳେ ଆଉ ଜଣେ ସେଠାରେ ଆଗେ ପହଞ୍ଚିଯାଏ। ଯୀଶୁ ତାକୁ କହିଲେ, ଠିଆ ହୁଅ, ଆଉ ତୁମର ବିଛଣା ଉଠାଇ ଚାଲ। ତତ୍କ୍ଷଣାତ୍ ରୋଗୀଟି ସୁସ୍ଥ ହୋଇଗଲା ଏବଂ ତାର ବିଛଣା ଉଠାଇ ଚାଲିବାକୁ ଲାଗିଲା। ସେଦିନ ଥିଲା ବିଶ୍ରାମ ବାର। ଏଣୁ ଇହୁଦୀ କର୍ତ୍ତୃପକ୍ଷମାନେ ସୁସ୍ଥ ହୋଇଥିବା ସେହି ଲୋକକୁ କହିଲେ, ଆଜି ବିଶ୍ରାମ ବାର, ସୁତରାଂ ଆଜି ତୁମେ ବିଛଣା ବୋହି ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛ। ସେ ଉତ୍ତର ଦେଲା, ଯେ ମୋତେ ସୁସ୍ଥ କଲେ, ବିଛଣା ଉଠାଇ ଚାଲିବାକୁ ସେ ମୋତେ କହିଛନ୍ତି। ସେମାନେ ତାକୁ ପଚାରିଲେ, ଯେ ତୋତେ ଏହା କରିବାକୁ କହିଲେ ସେ ଲୋକ କିଏ? ସୁସ୍ଥ ହୋଇଥିବା ରୋଗୀଟି ଯୀଶୁଙ୍କୁ ଚିହ୍ନି ନଥିଲା, କାରଣ ଲୋକ ଗହଳି ଭିତରେ ଯୀଶୁ ହଠାତ୍ ଅପସରି ଯାଇଥିଲେ। ଏହାପରେ ଯୀଶୁ ତାକୁ ମନ୍ଦିର ଭିତରେ ଦେଖି କହିଲେ, ଶୁଣ, ତୁମେ ଏବେ ସୁସ୍ଥ ହୋଇଛ, ଆଉ ପାପ କର ନାହିଁ, ନଚେତ୍ ତୁମର ଅଧିକ ଅନିଷ୍ଟ ହୋଇପାରେ। ଲୋକଟି ସଙ୍ଗେ ସଙ୍ଗେ ଯାଇ ଇହୁଦୀ କର୍ତ୍ତୃପକ୍ଷଙ୍କୁ ଖବର ଦେଲା ଯେ ଯୀଶୁ ତାକୁ ସୁସ୍ଥ କରିଛନ୍ତି। ଯୀଶୁ ବିଶ୍ରାମ ବାରରେ ଏଭଳି କାର୍ଯ୍ୟ କରୁଥିବାରୁ ଇହୁଦୀମାନେ ତାଙ୍କ ଉପରେ ନିର୍ଯାତନା କରିବାକୁ ଆରମ୍ଭ କଲେ। କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ମୋ ପିତା ଈଶ୍ୱର ସବୁବେଳେ କାର୍ଯ୍ୟରତ, ମୋତେ ମଧ୍ୟ ସେହିପରି କାର୍ଯ୍ୟ କରିବାକୁ ହେବ। ଏକଥା ଶୁଣି ଇହୁଦୀ କର୍ତ୍ତୃପକ୍ଷମାନେ ଯୀଶୁଙ୍କୁ ବଦ୍ଧ କରିବା ପାଇଁ ବଦ୍ଧ ପରିକର ହେଲେ, କାରଣ ବିଶ୍ରାମବାର ନିୟମ ଲଙ୍ଘନ କରିବା ବ୍ୟତୀତ ଯୀଶୁ ଈଶ୍ୱରଙ୍କୁ ନିଜର ପିତା ବୋଲି କହି ନିଜକୁ ଈଶ୍ୱରଙ୍କ ସହିତ ସମାନ କରୁଥିଲେ। ଯୀଶୁ ସେମାନଙ୍କୁ କହିଲେ, ମୁଁ ସତ୍ୟ କହୁଛି, ପୁତ୍ର ନିଜେ କିଛି କରିପାରନ୍ତି ନାହିଁ। ପିତାଙ୍କୁ ଯାହା କରୁଥିବାର ଦେଖନ୍ତି, ପୁତ୍ର ତାହା ହିଁ କରନ୍ତି। ପିତା ଯାହା କରନ୍ତି, ପୁତ୍ର ମଧ୍ୟ ତାହା କରନ୍ତି, କାରଣ ପୁତ୍ର ବତ୍ସଳ ପିତା ନିଜର ସକଳ କାର୍ଯ୍ୟ ପୁତ୍ରଙ୍କୁ ଦେଖାନ୍ତି। ଏବେ ଯାହା ଘଟିଛି ତାଠାରୁ ଆହୁରି ମହତ୍ତର କାର୍ଯ୍ୟ କରିବା ପାଇଁ ପିତା ପୁତ୍ରଙ୍କୁ ଶିଖାଇବେ। ତାହା ସବୁ ଦେଖି ତୁମ୍ଭେମାନେ ଆଶ୍ଚର୍ଯ୍ୟ ହେବ। ଈଶ୍ୱର ଯେପରି ମୃତମାନଙ୍କୁ ସଞ୍ଜୀବିତ କରି ଉଠାନ୍ତି, ପୁତ୍ର ମଧ୍ୟ ସେହିପରି ଯାହାକୁ ଚାହିଁବେ ତାକୁ ଜୀବନ ଦାନ କରିବେ। ପିତା ନିଜେ ଆଉ କାହାର ବିଚାର କରିବେ ନାହିଁ। ବିଚାର କରିବାର ଭାର ସେ ସମ୍ପୂର୍ଣ୍ଣ ରୂପେ ତାଙ୍କ ପୁତ୍ର ଉପରେ ନ୍ୟସ୍ତ କରିଛନ୍ତି। ତାହେଲେ ପିତା ଯେପରି ସମ୍ମାନିତ, ପୁତ୍ର ମଧ୍ୟ ସେହିପରି ସମସ୍ତଙ୍କ ଦ୍ୱାରା ସମ୍ମାନିତ ହେବେ। ଯେ ପୁତ୍ରଙ୍କୁ ସମ୍ମାନ ଦିଏ ନାହିଁ, ତାଙ୍କ ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସେ ସମ୍ମାନିତ କରେ ନାହିଁ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେ କେହି ମୋ କଥାରେ କର୍ଣ୍ଣପାତ କରି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ଲାଭ କରିବ। ସେ ବିଚାରର ସମ୍ମୁଖୀନ ହେବ ନାହିଁ, କାରଣ ସେ ମୃତ୍ୟୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଛି। ମୁଁ ସତ୍ୟ କହୁଛି, ସମୟ ଆସୁଛି, ବାସ୍ତବିକ ସେହି ସମୟ ଆସିଗଲାଣି, ଯେତେବେଳେ ମୃତ ବ୍ୟକ୍ତିମାନେ ଈଶ୍ୱର ପୁତ୍ରଙ୍କର ସ୍ୱର ଶୁଣି ସଞ୍ଜୀବିତ ହେବେ। ପିତା ଯେପରି ଜୀବନର ଉତ୍ସ, ପୁତ୍ରଙ୍କୁ ମଧ୍ୟ ସେହିପରି ସେ ଜୀବନର ଉତ୍ସ କରିଛନ୍ତି। ପୁଣି ସେହି ପୁତ୍ରଙ୍କୁ ମନୁଷ୍ୟ ପୁତ୍ର ରୂପେ ପ୍ରେରଣ କରି ତାଙ୍କୁ ବିଚାର କରିବାର ଅଧିକାର ଦେଇଛନ୍ତି। ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ। ସମୟ ଆସୁଛି ଯେତେବେଳେ ମୃତ ବ୍ୟକ୍ତିମାନେ ତାଙ୍କର ସ୍ୱର ଶୁଣି ସମାଧିରୁ ଉଠି ଆସିବେ। ଯେଉଁମାନେ ସତ୍କର୍ମ କରିଛନ୍ତି ସେମାନେ ପୁନରୁତ୍ଥିତ ହୋଇ ଜୀବନ୍ତ ହେବେ। ଦୁଷ୍କର୍ମକାରୀମାନେ ପୁନରୁତ୍ଥିତ ହେବେ ଏବଂ ଦଣ୍ଡ ଭୋଗ କରିବେ। ମୁଁ ମୋ ନିଜ କ୍ଷମତାରେ କିଛି କରିପାରେ ନାହିଁ। କେବଳ ଈଶ୍ୱରଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଁ ବିଚାର କରେ। ମୋର ବିଚାର ଯଥାର୍ଥ, କାରଣ ମୋ ନିଜ ଇଚ୍ଛା ସାଧନ କରିବା ପାଇଁ ମୁଁ ଚେଷ୍ଟା କରେ ନାହିଁ। ମୁଁ କେବଳ ମୋର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସାଧନ କରେ। ମୋ ନିଜ ପାଇଁ ଯଦି ମୁଁ ସାକ୍ଷ୍ୟ ଦିଏ, ତାହା ଯଥାର୍ଥ ପ୍ରମାଣ ବୋଲି ସ୍ୱୀକୃତ ହେବ ନାହିଁ। କିନ୍ତୁ ଆଉ ଜଣେ ମୋ ପାଇଁ ସାକ୍ଷ୍ୟ ଦେଉଛନ୍ତି ଏବଂ ମୁଁ ଜାଣେ ମୋ ସମ୍ପର୍କରେ ସେ ଯାହା କହୁଛନ୍ତି ତାହା ସତ୍ୟ। ତୁମେମାନେ ଯୋହନଙ୍କ ନିକଟକୁ ଦୂତ ପଠାଇଥିଲ ଏବଂ ସେ ସତ୍ୟ ସପକ୍ଷରେ ସାକ୍ଷ୍ୟ ଦେଇଛନ୍ତି। ଅବଶ୍ୟ ମୁଁ କୌଣସି ମନୁଷ୍ୟର ସାକ୍ଷ୍ୟ ଉପରେ ନିର୍ଭର କରେ ନାହିଁ। ତୁମେମାନେ ଯେପରି ପରିତ୍ରାଣ ପାଇବ, ସେଥିପାଇଁ ମୁଁ ଏସବୁ କହୁଛି। ଯୋହନ ଥିଲେ ଜଣେ ଜ୍ୱଳନ୍ତ ଉଜ୍ଜ୍ୱଳ ପ୍ରଦୀପ।
କିଛି ଦିନ ପାଇଁ ତାଙ୍କ ଆଲୋକରେ ଆଲୋକିତ ହେବା ପାଇଁ ତୁମେମାନେ ଇଚ୍ଛୁକ ଥିଲ। କିନ୍ତୁ ମୋ ସପକ୍ଷରେ ଯୋହନଙ୍କ ଠାରୁ ଅଧିକ ଶକ୍ତିଶାଳୀ ଜଣେ ସାକ୍ଷୀ ଅଛନ୍ତି। ପିତା ଈଶ୍ୱରଙ୍କର ଆଜ୍ଞା ଅନୁଯାୟୀ ମୁଁ ଯେଉଁ ସବୁ କର୍ମ ସାଧନ କରୁଛି ସେହି ସବୁ ହିଁ ମୋ ପାଇଁ ଯଥାର୍ଥ ସାକ୍ଷ୍ୟ। ସେହି ସବୁ ପ୍ରମାଣ କରୁଛି ଯେ ମୋତେ ଈଶ୍ୱର ପ୍ରେରଣ କରିଛନ୍ତି। ମୋର ପ୍ରେରଣକାରୀ ପିତା ଈଶ୍ୱର ମଧ୍ୟ ମୋ ପାଇଁ ସାକ୍ଷ୍ୟ ଦେଉଛନ୍ତି। ତୁମ୍ଭେମାନେ ତାଙ୍କ ସ୍ୱର ଶୁଣିନାହଁ କିମ୍ବା ତାଙ୍କୁ ଦେଖିନାହଁ, ପୁଣି ତାଙ୍କ ବାର୍ତ୍ତା ତୁମ ଅନ୍ତରରେ ସ୍ଥାନ ପାଇନାହିଁ। କାରଣ ସେ ଯାହାଙ୍କୁ ପ୍ରେରଣ କରିଛନ୍ତି ତାଙ୍କୁ ତୁମେ ବିଶ୍ୱାସ କରୁନାହଁ। ଶାସ୍ତ୍ରମାନଙ୍କରେ ଅନନ୍ତ ଜୀବନର ସନ୍ଧାନ ମିଳିବ ବୋଲି ମନେକରି ସେସବୁ ତୁମେ ଅଧ୍ୟୟନ କରିଥାଅ। ସେହି ସବୁ ଶାସ୍ତ୍ର ମୋ ସପକ୍ଷରେ ସାକ୍ଷ୍ୟ ଦିଅନ୍ତି। ତଥାପି ଜୀବନ ପାଇବା ପାଇଁ ମୋ ନିକଟକୁ ଆସିବାକୁ ତୁମେମାନେ କୁଣ୍ଠିତ। ମୋ ମନୁଷ୍ୟମାନଙ୍କର ପ୍ରଶଂସା ଖୋଜୁ ନାହିଁ। ମୁଁ ଜାଣେ ତୁମେମାନେ କି ପ୍ରକାର ଲୋକ। ତୁମ ଅନ୍ତରରେ ଈଶ୍ୱରଙ୍କ ପ୍ରତି ପ୍ରେମ ନାହିଁ। ପିତା ଈଶ୍ୱରଙ୍କ ଠାରୁ ଅଧିକାର ପ୍ରାପ୍ତ ହୋଇ ମୁଁ ଆସିଛି, କିନ୍ତୁ ତୁମ୍ଭେମାନେ ମୋତେ ଗ୍ରହଣ କରିନାହଁ। ଅଥଚ ଜଣେ କେହି ତା ନିଜ ଇଚ୍ଛାରେ ଆସିଲେ ତାକୁ ତୁମେ ସ୍ୱାଗତ କରୁଛ। ତୁମ୍ଭେମାନେ ପରସ୍ପର ଠାରୁ ପ୍ରଶଂସା ପାଇବା ପାଇଁ ଲାଳାୟିତ, କିନ୍ତୁ ସ୍ୱୟଂ ଈଶ୍ୱରଙ୍କ ଦ୍ୱାରା ଅନୁଗୃହୀତ ହେବା ପାଇଁ ଉଦ୍ୟମ କରୁନାହଁ। ତାହେଲେ ତୁମମାନେ ମୋତେ କିପରି ବିଶ୍ୱାସ କରିପାରିବ? ସେ ଯାହା ହେଉ, ମନେ କର ନାହିଁ ଯେ ତୁମମାନଙ୍କ ବିରୁଦ୍ଧରେ ମୁଁ ମୋ ପିତାଙ୍କ ନିକଟରେ ଅଭିଯୋଗ କରିବି। ବରଂ ଯେଉଁ ମୂଷାଙ୍କ ଉପରେ ତୁମେମାନେ ଭରସା ରଖିଛ ସେହି କେବଳ ତୁମ ଉପରେ ଦୋଷାରୋପ କରିବେ। ତୁମେମାନେ ଯଦି ପ୍ରକୃତରେ ମୂଷାଙ୍କୁ ବିଶ୍ୱାସ କରୁଥାଅ, ମୋତେ ମଧ୍ୟ ବିଶ୍ୱାସ କରିବ, କାରଣ ମୂଷା ମୋ ସମ୍ପର୍କରେ ଲେଖିଛନ୍ତି। ସେ ଯାହା ଲେଖିଛନ୍ତି ସେଥିରେ ଯେତେବେଳେ ତୁମମାନଙ୍କର ବିଶ୍ୱାସ ନାହିଁ, ମୁଁ ଯାହା କହୁଛି ତାହା କିପରି ବିଶ୍ୱାସ କରିବ?